ମହାକବି କାଳିଦାସଙ୍କ ବାଣୀ। ଏ ସଂସାରରେ ପୁତ୍ରଟିଏ ପ୍ରାପ୍ତ କରିବା ପାଇଁ ସ୍ତ୍ରୀର ଆବଶ୍ୟକ ହୋଇଥାଏ ଓ ବୃଦ୍ଧ ସମୟ କାଳ ଉପସ୍ଥିତ ହେବା ମାତ୍ରେ ନିଜର ଭରଣ ପୋଷଣ ଏବଂ ମୃତ୍ୟୁ ପରେ ପିଣ୍ଡଦାନ କରିବା ପାଇଁ ଉତ୍ତମ ପୁତ୍ରର ଆବଶ୍ୟକ ହୋଇଥାଏ। ଗୃହରେ ମାଙ୍ଗଲ୍ୟ କର୍ମ ଅନୁଷ୍ଠାନ କରିବା ସମୟରେ ପ୍ରକୃତ ମିତ୍ରର ଆବଶ୍ୟକ ହୋଇଥାଏ। ଏ ସମସ୍ତ କାର୍ଯ୍ୟରେ ସମ୍ପାଦନ ନିମିତ୍ତ ଧନର ଆବଶ୍ୟକ ହୋଇଥାଏ। ବୃକ୍ଷଟିଏ ନିଜେ ଅସହ୍ୟ ଗ୍ରୀଷ୍ମ ତାପ ସହ୍ୟ କରି ପଥିକମାନଙ୍କୁ ଛାୟା ଓ ବାୟୁ ପ୍ରଦାନ କରି ସେମାନଙ୍କୁ ଶାନ୍ତି ପ୍ରଦାନ କରିଥାଏ। ଭଲ ସ୍ୱାସ୍ଥ୍ୟ ନିଜ ମନୋଦିତ ସ୍ତ୍ରୀ ଔରସଜାତ ଗୁଣବାନ ପୁତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ ଭୟ ଶୂନ୍ୟ ସ୍ଥାନରେ ନିର୍ଭୟରେ ବାସ କରିଣ ଅନ୍ନ ଓ ବସ୍ତ୍ରର ପ୍ରଚୁରତା ନିତ୍ୟ ପ୍ରଚୁର ଆୟ ଅଭିଳଷିତ ପଦାର୍ଥ ପ୍ରାପ୍ତି ପିତୃ ଋଣ ନଥିବା ଓ ସଭାରେ ସମ୍ମାନଜନକ ସ୍ଥାନ ଲାଭ କରିବା ଏସବୁ ମହା ସୁଖକର ଅଟେ। ବେଶ୍ୟା ପୁତ୍ରକୁ ଭ୍ରଷ୍ଟା ନାରୀ ପତିକୁ ଲୋଭୀ ଭିକ୍ଷୁକକୁ ମୂର୍ଖ ଜ୍ଞାନୀକୁ ଅକର୍ମା ଭୂସମ୍ପତ୍ତିକୁ ଚୋର ଚନ୍ଦ୍ରମାକୁ ଓ ରୋଗୀ ଜଳକୁ ଶତ୍ରୁ ଭାବରେ ଦେଖିଥାଏ। ଚୋରି କରୁଥିବା ଲୋକର ଧର୍ମ ଓ ଅଧର୍ମର ଜ୍ଞାନ ନଥାଏ। ସେହିପରି ଅର୍ଥ ଲୋଭୀ ଲୋକର ଗୁରୁ ବା ବନ୍ଧୁର ବିଚାର ନଥାଏ। କଥାରେ ଅଛି କୋଟିଏରୁ ଗୋଟିଏ ମଣିଷ ଭଲ ହୋଇଥାଏ ବୋଲି। ସତରେ ସେଇ କୋଟିଏରୁ ଗୋଟିଏ ମଣିଷ ବାଛିକି ତୁମକୁ ହୃଦୟରୁ ଭଲ ପାଇଥିଲି। ଶେଷରେ ତୁମେ ବି ବଦଳିଗଲ। କର୍ମ କରିବ କଷ୍ଟ ସହି କର୍ମରେ ଭଲ ମନ୍ଦ ନାହିଁ। ସତ୍ୟ କର୍ମରେ ଧର୍ମ ଅଛି। ଧର୍ମ କରିବ କର୍ମ ବାଛି। ଆପଣଙ୍କୁ ଯିଏ ଥଟ୍ଟା କରୁଛି ତାକୁ ଥଟ୍ଟା କରିବାକୁ ଦିଅନ୍ତୁ। ଆପଣଙ୍କୁ ଯିଏ ଖରାପ ଭାବୁଛି ତାକୁ ଖରାପ ଭାବିବାକୁ ଦିଅନ୍ତୁ। କାରଣ ଏ ଦୁନିଆ ହିଁ ଏମିତି। ମନର ଯନ୍ତ୍ରଣାର କୌଣସି ଶେଷ ନାହିଁ। ତେଣୁ ଅନ୍ୟମାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ଏହାର ସର୍ବଶ୍ରେଷ୍ଠ ଉପାୟ ହେଉଛି ମନକୁ ଈଶ୍ୱରଙ୍କୁ ସମର୍ପଣ କରିଦିଅନ୍ତୁ। ଯେତେବେଳେ ଆପଣ ଈଶ୍ୱରଙ୍କ ସହ ଯୁକ୍ତ ହେବେ ଜୀବନରେ ଖୁସି ସାନ୍ତ୍ୱନା ଶାନ୍ତି ସହନଶୀଳତା ଭଲ ପାଇବା ଓ ନୂଆ ଉର୍ଜାର ଆରମ୍ଭ ହେବ। ଜୟ ଶ୍ରୀ ଜଗନ୍ନାଥ।